ଷ୍ଟୋରି ଭଲ କାର୍ଯ୍ୟ। ଜଣେ ଗରିବ ପିଲା ଯିଏକି ସ୍କୁଲ ଫିସ୍ ଦେବା ପାଇଁ ପ୍ରତ୍ୟେକ ଦିନ ଖବରକାଗଜ ବିକ୍ରି କରୁଥିଲା। ଦିନେ ସେ ଭୋକ ଲାଗିବାରୁ ଗୋଟିଏ ଘରକୁ ଯାଇ ଖାଦ୍ୟ ମାଗିବାକୁ ସ୍ଥିର କଲା। ଅନେକ ଲୋକ ତାକୁ ଖାଦ୍ୟ ଦେବାକୁ ମନା କରିଦେଲେ। ତେବେ ଗୋଟିଏ ଘରେ ଗୋଟିଏ ଝିଅ ତାକୁ ଏକ ଗ୍ଲାସ କ୍ଷୀର ପିଇବାକୁ ଦେଲା। ପିଲାଟି କ୍ଷୀର ଗ୍ଲାସ ପାଇଁ ଝିଅକୁ ପଇସା ଯାଚିଲା। ହେଲେ ଝିଅଟି ଏଥିପାଇଁ ପଇସା ନେବାକୁ ମନା କରିଦେଲା। ଅନେକ ବର୍ଷ ପରେ ଝିଅଟି ଅସୁସ୍ଥ ହୋଇପଡ଼ିଲା। ଗାଁ ପାଖରେ କୌଣସି ଡାକ୍ତର ତାକୁ ସାହାଯ୍ୟ କରିବାକୁ ଚାହୁଁନଥିଲେ, କାରଣ ଝିଅଟି ପାଖରେ ବେଶୀ ଅର୍ଥ ନଥିଲା। ସେ ମଧ୍ୟ ଗରିବ ଥିଲା। ଦିନେ ସେ ସହରରେ ଜଣେ ଭଲ ଡାକ୍ତରଙ୍କ ନିକଟକୁ ଯିବାକୁ ସ୍ଥିର କଲା। ଡାକ୍ତର ତାକୁ ଚିକିତ୍ସା କରିବା ପରେ ତା ପାଖକୁ ଡାକ୍ତରଖାନାର ଏକ ବିଲ୍ ଆସିଲା, ଯେଉଁଥିରେ ଲେଖାଥିଲା ସମ୍ପୂର୍ଣ୍ଣ ପଇସା ପୈଠ କରାଯାଇଅଛି। ଝିଅଟି ଭାବିଲା, ଏତେ ପଇସା କିଏ ପୈଠ କରିଲା? କିଛି ସମୟ ପରେ ସେହି ପିଲାଟି ତା ପାଖକୁ ଆସିଲା, ଯିଏକି ଏବେ ବଡ଼ ହୋଇଯାଇଥିଲା। ସେ ସେହି ଡାକ୍ତରଖାନାରେ କାର୍ଯ୍ୟ କରୁଥିଲା। ଝିଅଟି ପ୍ରଥମେ ତାକୁ ଦେଖି ଚିହ୍ନି ପାରିଲା ନାହିଁ। ପୁଅଟି ଯେତେବେଳେ କହିଲା, ଆଜି ମୁଁ ତୁମର ଗୋଟିଏ ଗ୍ଲାସ କ୍ଷୀରର ମୂଲ୍ୟ ସୁଝାଇ ଦେଇଛି, ତାପରେ ଝିଅଟି ଜାଣିପାରିଲା, ପ୍ରକୃତରେ ଏହି ପିଲାଟି ସିଏ, ଯାହାକୁ ସେ ପିଲାବେଳେ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ଦେଇଥିଲା। ଶିକ୍ଷା: ଭଲ କାର୍ଯ୍ୟ ସବୁବେଳେ ଫଳାଫଳ ଦେଇଥାଏ।